ପ୍ରତିକ୍ରିया କିଛି ନାହିଁ। ଯଦି ଏଫଆଇଆର ଟା ଆଜି ଦଉଛନ୍ତି, ବିଗତ ମାନେ କେସ୍ ହେଇଗଲାଣି କିଛି ଦିନ ଧରି ଘଟିଲାଣି, ତେଣୁ ଆଗରୁ କାହିଁକି ଏଫଆଇଆର ଟା ଦିଆଯାଉନଥିଲା? ଯଦି ଆଜି ତମେ ଦିନେଶ ନାଁରେ ଦେଇପାରୁଛ, ଅର୍ପିତାଙ୍କ ନାଁରେ ଦେଇପାରୁଛ, ତାପରେ ତାଙ୍କ ବୋହୂ ବି ନାଁରେ ଦେଇଛନ୍ତି, ଏଇ ବୋହୂ ନାଁରେ ଦବାଟା ଟିକେ ଆଶ୍ଚର୍ଯ୍ୟ ଲାଗୁଛି। ଆଜି ବୋହୂ କଥାଟା ଉଠିଲା କାହିଁକି? ତଥାପି ମାନେ ମୁଁ ତ ପ୍ରଥମରୁ ଆଗରୁ ଆପଣମାନଙ୍କୁ ବାଇଟରେ ବି କହିଛି ଯେ କହିବାଟା କାହାକୁ ଦୋଷ ନ ଦେଇ ନିଜେ ଆଗ ଘର ଭିତରେ ତର୍ଜମା କରାଯାଉ କ'ଣ ହେଇଛି। କାରଣ ଯୋଉ ବୋହୂ ବି ଛାଡ଼ିକି ଯାଇଥିଲା ତାଙ୍କୁ, ସେ ବି ଆସିକି କାନ୍ଦୁଥିଲା, ସେ ବି ଶାଶୁ ଶାଶୁ କହିକି କରାଉଥିଲା, ମୁଁ ଭିଜୁଆଲ ଯାହା ଦେଖିଲୁ। କିନ୍ତୁ ଆଜି ହଠାତ୍ ତାଙ୍କ ବୋହୂ ନାଁରେ ଏହା ଏକ ରାଜନୀତି ପ୍ରକ୍ରିୟା ନା ଏଇଟା ସତରେ ଏଫଆଇଆର କରୁଛନ୍ତି ତାଙ୍କ ମା? ଏଇଟା ଗୋଟେ ପ୍ରଶ୍ନବାଚୀ। ତାପରେ ଆଉ ଗୋଟେ କଥା, ଯଦି ଏତେ ଦିନ ହେଲା ଗୋଟେ ଘଟଣା ଘଟିଛି, ତାକୁ ଉପଯୁକ୍ତ ଭାବରେ ପୁଲିସ ବିଭାଗ ତଦନ୍ତ କରିବା ଉଚିତ। ଏବଂ ଓଡ଼ିଶାର ସେ କେବଳ ତାଙ୍କର ମାନେ ଗାଁର ନୁହଁ କି ଓଡ଼ିଶାର ନୁହେଁ, ଗୋଟେ ଭାରତ ବର୍ଷର କହିବାକୁ ଗଲେ ଅତୁଳନୀୟ ଅବଦାନ ଅଛି ତାଙ୍କର, ଯେ କି ଓଡ଼ିଶାରେ ଯେଭଳି ଏକ କଣ୍ଠଶିଳ୍ପୀ, ଉଦୀୟମାନ କଣ୍ଠଶିଳ୍ପୀ ଚାଲିଗଲେ, ସମସ୍ତେ ଏଥିରେ ମର୍ମାହତ। ତେଣୁ ତାଙ୍କ ବିଷୟରେ ଯଦି ଉଚିତ କିଛି ସେମିତି ଘଟଣା ଘଟିଛି, ତାହେଲେ ତଦନ୍ତ ନିରପେକ୍ଷ ଭାବରେ ହେବା ଉଚିତ। ଯଦି କିଛି ଘଟଣା ନାହିଁ, ଏହା ପାରିବାରିକ କିମ୍ବା ମାନେ ମାନେ ନିଜର ବାତାବରଣ ଝଡ଼ ମାନସିକ ସ୍ତରରେ ଉଜୁଡ଼ି ହେଇଛି, ତାହେଲେ କଥା ଠିକ୍ ଅଛି। କିନ୍ତୁ ଗୋଟେ ପ୍ରଶ୍ନ, ଯେ ତାଙ୍କ ମା ମିଡ଼ିଆରେ ବହୁତ କାନ୍ଦ ଓବାଳି କରି ମିଡ଼ିଆରେ ବହୁତ ରଡ଼ି ପକାଇଥିଲେ, କିନ୍ତୁ ଏଫଆଇଆର ଟା ଏତେ ଦିନ ପରେ କାହିଁକି ଦେଉଛନ୍ତି, ଏହା ଏକ ପ୍ରଶ୍ନ। ଆଉ କିଛି କହିବାର ନାହିଁ, ନିରପେକ୍ଷ ଭାବରେ ତଦନ୍ତ କରାଯାଉ। ତେଣୁ ଉପଯୁକ୍ତ ନ୍ୟାୟ ମିଳିବା ଉଚିତ। କିନ୍ତୁ ତାଙ୍କ ମାଙ୍କୁ ଯେ ଏତେ ଦିନ ପରେ କାହିଁକି ସିଏ ଆଜି ଏଫଆଇଆର ଟା ଦେଇଛନ୍ତି, ଏତେ ଦିନ ଧରି କାହିଁକି ଦେଇନଥିଲେ, ତା ମଧ୍ୟ ବୋହୂଙ୍କ ନାଁ ଏଥିରେ ସାମିଲ କରାଯାଇଛି। ଏଇଟା ଗୋଟେ ପ୍ରଶ୍ନବାଚୀ। ସେ ପ୍ରଶ୍ନ ଖାଲି ମୋ ମନରେ ନୁହଁ, ସମସ୍ତ ଜନତାଙ୍କ ମନରେ, ସମସ୍ତ ଦର୍ଶକଙ୍କ ମନରେ, ଓଡ଼ିଶାବାସୀଙ୍କ ମନରେ, ଆପଣମାନଙ୍କ ମନରେ ମଧ୍ୟ ଏ ପ୍ରଶ୍ନ ବୋହୂ ନାଁ କାହିଁକି ଉଠିଛି। ବୋହୂଙ୍କ ନାଁରେ ଅଭିଯୋଗ ଦେଇଛନ୍ତି, କିନ୍ତୁ କହୁଛନ୍ତି ଯେତେ ହେଲେ ବି ମୋ ବୋହୂ ବୋଲି କହୁଛନ୍ତି। ନା ଅଭିଯୋଗ ଆସୁଛି ଯେତେ ହେଲେ ମୋ ବୋହୂ, ମାନେ ସେଟା ଘର ଭିତରେ ରଖିଲେ ନା ଅଭିଯୋଗଟା କାହିଁ ଆଣୁଥିଲ? ଗୋଟେ ସିଙ୍ଗର ଯୋଉ ଅର୍ପିତା ଚୌଧୁରୀ, ତାଙ୍କ ନାଁରେ ବାରମ୍ବାର ଆସୁଛି, କିନ୍ତୁ ସିଏ ମୁହଁ ଖୋଲୁନାହାନ୍ତି। ନାଇଁ ଶୁଣନ୍ତୁ, ମୁଁ ତ ସେ କଥା କହିପାରିବି ନାହିଁ, କାରଣ ଅର୍ପିତାଙ୍କର କେତେ ଦୋଷ ଅଛି ସେଟା ଆମେ ଗୋଟେ ନ ଜାଣିକି ଗୋଟେ ଝିଅକୁ କୌଣସି ବଦନାମ କରିବା ଉଚିତ ନୁହେଁ। ସେ ବି ଜଣେ ଝିଅ, ତେଣୁ ଓଡ଼ିଶାର ସେ ବି ଜଣେ ଆଗଧାଡ଼ିର କଣ୍ଠଶିଳ୍ପୀ। ତାଙ୍କର କ'ଣ ଭୁଲ ଥାଏ, କିନ୍ତୁ ନିଜ ଭୁଲକୁ ପ୍ରଥମେ ନିଜ ଭୁଲ କୌଣସି ନିଜେ ଲୋକ ଦେଖନ୍ତି ନାହିଁ। ତେଣୁ ନିଜ ଭୁଲ ନ ଦେଖି ଅର୍ପିତା ଇଆଡ଼େ ଆଜି ଯୋଉ ବୋହୂ କଥାଟା ପ୍ରଶ୍ନବାଚୀ ଆସୁଛି, ତେବେ ହେଲେ ତେଣୁ ଅର୍ପିତା ନାଇଁ ଆଡ଼େ କାହିଁ ସେ ଯାଉଛନ୍ତି? ତେଣୁ ନିଜ ଘର କଥା ଦେଖନ୍ତୁ। ଏବଂ କାହିଁକି ସେ ଆଜି ବୋହୂ କଥା ଉଠେଇଲେ, ଆଗରୁ କାହିଁ ଉଠେଇ ନଥିଲେ, ଏହା ଏକ ପ୍ରଶ୍ନବାଚୀ। ଯେତେବେଳେ ମୋ ପୁଅ ତା ଝିଅ ସହିତ କଥା ହେବା ପାଇଁ ଯାଉଛନ୍ତି କି ତା ସ୍ତ୍ରୀ ସହିତ ଦେଖା ହେବା ପାଇଁ ଯାଉଛନ୍ତି, ସେତେବେଳେ ଅର୍ପିତା ଚୌଧୁରୀ ମାନେ ମନା କରୁଥିଲେ ତାଙ୍କୁ ମିଶନ ଝିଅକୁ ଦେଖା କରନି ବୋଲି। ଗୋଟେ ମା ଚାହିଁଥିଲେ ଗୋଟେ ପୁଅ ଆଉ ବୋହୂକୁ ମିଶେଇଥାନ୍ତେ। ବିଗତ ଦିନରେ ଅନେକ ଘଟଣା ଏମିତି ଘଟିଛି। ମା ଯଦି ବୋହୂର ସପକ୍ଷ ନେଇ କିଛି କରିବାକୁ ଉଦ୍ୟୋଗ, ଯେ ପରିବାରକୁ ଯେତେବେଳେ ଏମିତି ଝଡ଼, ବିଭିନ୍ନ ଖାଲି କଳାକାର ନୁହେଁ, ବିଭିନ୍ନ ସମୟରେ ଅନେକ ଲୋକଙ୍କ ଘରେ ପାରିବାରିକ ସମସ୍ୟା ହଉଛି, ଯାହା ଆପଣ ଜାଣିପାରୁଛନ୍ତି, କୋଉଟା ଅଜାଣତରେ ହଉଛି। କିନ୍ତୁ ସବୁ କ୍ଷେତ୍ରରେ ମା ବାପା ବୋହୂକୁ ସହଯୋଗ କରି ପୁଅ କେମିତି ବାଟକୁ ଆସିବ ସେ ଚିନ୍ତା କରିଥାନ୍ତି। କିନ୍ତୁ ଏଟା କରାଯାଇ ନାହିଁ। ଯେହେତୁ ବୋହୂ ଛାଡ଼ିକି ଯାଇଥିଲେ, ଝିଅକୁ ଦେଖା କରିନଦେବା, ମା ଗୋଟେ ଥିଲା, ତମେ ଜାଣିପାରିଲନି ପୁଅ କୋଉଠି ଖାଉଛି କ'ଣ, ତାର କେୟାର ନେବା, କେତେ କେୟାର ନେଲେ, ଅସୁସ୍ଥ ଥିଲାବେଳେ କେତେ କେୟାର ନେବା କଥା ସେତେବେଳେ ନିଆଯାଇ ପାରି ନାହିଁ। ଏଣିକି କୁମ୍ଭୀର କାନ୍ଦଣା କାନ୍ଦିଲେ କିଛି ଲାଭ ନାହିଁ। ଶୁଣନ୍ତୁ, କାହାର କାହା ସହିତ ପ୍ରେମ ସମ୍ପର୍କ ଥିଲା କେହି କହିପାରିବେ ନାହିଁ। ତେଣୁ ସିଏ ଆଜି ଖୋଲାସ କରେ ତାଙ୍କର କାହା ସହିତ ଅଛି, କେହି କହିପାରିବେ କି? ତେଣୁ ସେଭଳି ଗୋଟେ, ମୁଁ ପ୍ରଥମରୁ କହିଛି, ଗୋଟେ ଝିଅକୁ କୌଣସି ପ୍ରକାର ବଦନାମ, ଯଦି ଉପଯୁକ୍ତ ପ୍ରମାଣ ପାଇ ତାର କିଛି ଦୋଷ ଅଛି ତାହେଲେ କରାଯାଉ। କିନ୍ତୁ ତାର ଯଦି କିଛି ଦୋଷ ନାହିଁ, ପ୍ରେମ ଅନେକଙ୍କ ଭିତରେ ପ୍ରେମ ରହୁଛି। ତେଣୁ ସ୍ତ୍ରୀ ଥାଇକି ବି ଅନେକ ଲୋକ ପ୍ରେମ କରିକି ମାନେ ବିଭିନ୍ନ କେଳେଙ୍କାରୀରୁ ବଞ୍ଚିକି ଆସିକି ପୁଣି ସେଇ ସ୍ତ୍ରୀ ପାଖରେ ରହୁଛନ୍ତି। ତେଣୁ ସ୍ତ୍ରୀ ପ୍ରେମ କୋଉଠି ହେଲା, କ'ଣ ହେଲା, ସେ କଥା ଆମର ଜାଣିବା ଦରକାର ନାହିଁ। ସେଇଟା ତାଙ୍କର ପର୍ସନାଲ ଲାଇଫ କ'ଣ ବି ହେଇପାରେ। କିନ୍ତୁ ଏଭଳି ଏକ କଣ୍ଠଶିଳ୍ପୀ ଚାଲିଗଲା ପରେ ଆମେ ସମସ୍ତେ ଆଜି କୁମ୍ଭୀରଟି କରୁଛେ। କିନ୍ତୁ ଘର ଭିତରେ ଜାଣିକି ତାଙ୍କ ମା ଯଦି ଆଜି କହିପାରୁଛନ୍ତି, ପୁଅକୁ ସଚେତନଶୀଳ ରଖିବା ଏବଂ ତାଙ୍କ ସ୍ତ୍ରୀକି ତାଙ୍କ ପାଖରେ ରଖିବା, ଝିଅକୁ ମାନେ ପୁଅ ବୋହୂଙ୍କୁ ମିଶେଇ ଦେବା, ସେ କାପାସିଟି ମାର ଥାଏ। ତାର ମା କର୍ତ୍ତବ୍ୟ ଭୁଲି ଯାଇଛି, ଆଜି ମା କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ଏତିକି କହିବି।